ଓଡ଼ିଶାବାସୀ ମାନବିକତା ନାହିଁ। ଦେଖିଲେ ନବୀନ ବାବୁଙ୍କର କେଉଁ ଭଳି ଅବସ୍ଥା। ଯେଉଁ ସମୟରେ ସେ ରେଷ୍ଟ ନେବା କଥା ସେହି ସମୟରେ କିଛି ସ୍ୱାର୍ଥବାଦୀ ନେତାମାନେ ତାଙ୍କୁ ଆଜି ନେଇ ଆସିଛନ୍ତି ନିର୍ବାଚନୀ ସଭା। ଏହା କ'ଣ ଠିକ୍? ଜଣେ 24 ବର୍ଷର ମୁଖ୍ୟମନ୍ତ୍ରୀ ଓଡ଼ିଶାକୁ ଶାସନ କରିଲେ, ବର୍ତ୍ତମାନ ସମୟରେ ତାଙ୍କୁ ରେଷ୍ଟର ଆବଶ୍ୟକତା ଅଛି। ତାଙ୍କ ନାମ ନେଇକି ତୁମେମାନେ ରାଜନୀତି କର, ଠିକ୍ ଅଛି, କିନ୍ତୁ ତାଙ୍କୁ ଏଇଭଳିଆ ଅବସ୍ଥାରେ ରାଜନୀତି ସଭାରେ ଆଣିକି ବସେଇବା ଆଦୌ ଠିକ୍ ନୁହେଁ। ଉତ୍ତର ଆପଣମାନେ ଦେବେ। ମୁଁ କହିଥିବା କଥାଟି ଭୁଲ ନା ଠିକ୍? ନବୀନ ବାବୁ ବିରୋଧୀ ଦଳର ନେତା ହୋଇପାରନ୍ତି, ଆମେ ବିଜେପିକୁ ସମର୍ଥନ କରିଥାଉ ପାରୁ, କିନ୍ତୁ ଏଇଭଳି ଜଣେ ବ୍ୟକ୍ତିଙ୍କୁ କେଉଁଭଳି ଭାବରେ ହୀନ ରାଜନୀତି ପାଇଁ ଆଜି ନିର୍ବାଚନ ସଭାକୁ ନେଇକି ଆସୁଛନ୍ତି ସେହି ନେତାମାନଙ୍କୁ ମୁଁ ଗୋଟିଏ ପ୍ରଶ୍ନ ପଚାରିବି। ଏଇଭଳିଆ ସମୟରେ ଆପଣମାନେ ରାଜନୀତି କରିବେ? ଆପଣମାନେ ନିର୍ବାଚନୀ ରାଲି କରିପାରିବେ? କେବଳ ତାଙ୍କୁ ପ୍ରେସରରେ ହିଁ ଅଣାଯାଇଛି। ନବୀନ ବାବୁଙ୍କର ଇଚ୍ଛା ନାହିଁ ଏଇଭଳି ସମୟରେ ରାଜନୀତି କରିବା ପାଇଁ। ଆଶା କରୁଛି ଭିଡ଼ିଓଟି ନିଶ୍ଚିତ ଭାବରେ ସମସ୍ତଙ୍କ ପାଖକୁ ସେୟାର କରିବେ।